କୁହନ୍ତି ସେ ମୋ ସାଥିରେ ଏଇଟା କରିଥିଲା, ସେ ମୋ ସାଥିରେ ସେଇଟା କରିଥିଲା। ହଁ, ଗୋଟେ ଥାଆନ୍ତି ମାନେ ତାଙ୍କୁ ଅନ୍ୟକୁ କଷ୍ଟରେ ଦେଖିଲେ ଭଲ ଲାଗେ। ଆଉ ତାଙ୍କ ହିସାବରେ ତାଙ୍କୁ ଛାଡ଼ିଦିଅ, ସେମାନେ କେବେ ବି ବଦଳିବେନି। ତେଣୁ ତାଙ୍କ କଥା ଭାବିକି ହଁ ସେ ଆମକୁ କଷ୍ଟ ଦେଇଥିଲା, ସେଇ କଥା ଭାବିକି ଆମେ ଯଦି ଅଟକି ଯିବା ନା, ଆମେ କେବେ ବି ଆଗକୁ ଯାଇପାରିବାନି। ସିଏ ଯଦି କଷ୍ଟ ଦେଇଛି ଆମକୁ ନା ବିନା ଦୋଷରେ, ତାହେଲେ ଭଗବାନ ତାକୁ ଶାସ୍ତି ଦେବେ। ତେଣୁ ଆମ ଲାଇଫ୍ ନା, ଆମେ କେମିତି ଆଗକୁ ବଢ଼ିବା, ଆମେ କେମିତି ଭଲରେ ମାନେ ଆମେ କାହା ଦେହରେ ଖରାପ କରିବାନି। ମୋ ଚିନ୍ତାଧାରା ଏଇଟା। ଆମ ସାଥେ ଯଦି କିଏ ଖରାପ କରିଛି ନା, ଆମେ କେବେ ବି ତା ସହିତ ଖରାପ କରିବାନି। ସେଇଟା ତ ଉପରେ କିଏ ଜଣେ ଦେଖୁଛି ନା, କିଏ ଭୁଲ କରୁଛି କିଏ ଠିକ୍ କରୁଛି, ସିଏ ତା ଦଣ୍ଡ ତାକୁ ଦେବ। ତେଣୁ ଆମେ ସେ କଥା ଭାବି ନିଜକୁ କଷ୍ଟ ଦେବା କିଛି ଲାଭ ନାହିଁ। ଆମର ଆଗକୁ ବଢ଼ିବାର ଅଛି, ଆମେ କାହା ହାତରେ ଭୁଲ କରିବାର ନାହିଁ। ଆମ ହାତେ କିଏ ଭୁଲ କରିଛି କରୁ, ସେଇଟା ତା ପ୍ରକୃତି, ସେ କେବେ ବଦଳିବନି। ତେଣୁ ତା କଥାକୁ ଧରିକି ଆମକୁ ସେଇ କଥାକୁ ଧରିଲେ ଆମକୁ ହିଁ କଷ୍ଟ ହେବ। ପଛ କଥାକୁ ଯେତେ ମନେ ପକାଇବେ ନିଜକୁ କଷ୍ଟ ପାଇବେ। କାରଣ ପଛ କଥା କେବେ ବି ମାନେ ବଦଳିବନି। ଯାହା ହେଇଯାଇଛି ହେଇଯାଇଛି, ପାଷ୍ଟ ଇଜ୍ ଦ ପାଷ୍ଟ। ଆମ ପ୍ରେଜେଣ୍ଟଟା କେମିତି ଭଲ ରହିବ, ଆମର ଆଗଟା କେମିତି ଭଲ ରହିବ, ଆମେ ସେଇ କଥା ଚିନ୍ତା କରିବା। ପଛ କଥା ଭାବିକି ନିଜକୁ କଷ୍ଟ ଦେବା ଛଡ଼ା ଆଉ କିଛି ଲାଭ ହେବନି। କାରଣ ସିଏ ତ ବଦଳିବେନି, ଆମକୁ ହିଁ କେବଳ କଷ୍ଟ ହେବ।